ଅଭାବ ଅଶାନ୍ତି ଏ ହେଉଛି ଜୀବନର ମୁଖ୍ୟ ସମସ୍ୟା। କିଛି ବି କରି ହେଉ ଜୀବନରେ କେବେ ଅଭାବ ଆସନ୍ତାନି କି? ଆଉ ଅଭାବ ଯଦି କାହା ଜୀବନରେ ନ ଆସେ ତାହେଲେ ଅଶାନ୍ତି ବି କାହାର ରୁହନ୍ତାନି। କାହିଁକି ସମସ୍ତଙ୍କର ଅଭାବର ଭାବଟା ଦେଖିବାକୁ ମିଳେ? ସେ ଯେତେ ଭଲରେ ଥାଉ, ଯେତେ ସୁଖରେ ଥାଉ, ତାର ଜୀବନରେ କିଛି ନା କିଛି ଅଭାବ ଲାଗି ରହିଥାଏ। ବୁଝି ହୁଏ ନା କେବେ ପୂରଣ ହେବ। ଲୋକେ କହିଥାନ୍ତି ଅଭାବରୁ ସ୍ୱଭାବ ନଷ୍ଟ ହୁଏ, କିନ୍ତୁ ମୋର ଶ୍ରୀ ଠାକୁର କୁହନ୍ତି ସ୍ୱଭାବ ନଷ୍ଟରୁ ଅଭାବ ହୁଏ। ସ୍ୱଭାବ ଯାହାର ନଷ୍ଟ ନ ହୁଏ, ଅଭାବ ତାଠାରୁ ଦୂରେଇ ଯାଏ। ସ୍ୱଭାବ ବିନା ତା ଅସାର ହୁଏ। ସେଇଥିପାଇଁ ଅଭାବ ଅସୁବିଧାରେ ଥିଲାବେଳେ ତାର ସାମ୍ନା କରନ୍ତୁ, ତାର ମୁକାବିଲା କରନ୍ତୁ, ଆଉ ତା ସାଥିରେ ପ୍ରଭୁଙ୍କର ନାମ ଯୋଡ଼ି ଦିଅନ୍ତୁ। ସୁଖରେ ଥିଲାବେଳେ ଅନ୍ୟକୁ ଖୁସି କରାନ୍ତୁ, ସହଯୋଗର ହାତ ବଢ଼ାନ୍ତୁ, ଅନ୍ୟକୁ ସାହାଯ୍ୟ କରନ୍ତୁ। ଆଉ ଦୁଃଖରେ ଥିଲାବେଳେ ନିଜକୁ ମଜବୁତ କରନ୍ତୁ, ଧୈର୍ଯ୍ୟ ଧରନ୍ତୁ, ପ୍ରଭୁଙ୍କ ନାମ ସ୍ମରଣ କରନ୍ତୁ। ଆଉ କ୍ରୋଧରେ ଥିଲାବେଳେ ସଦା ନୀରବ ରୁହନ୍ତୁ, ଆଉ ସେ ସ୍ଥାନ ଛାଡ଼ି ଚାଲିଯାଆନ୍ତୁ। ପ୍ରଭୁଙ୍କ ନାମ ଧରି ବାଟ ଚାଲନ୍ତୁ।